ଯେତେ ଯେତେ ଅଭିଯୋଗ ଆସୁଛି ପ୍ରତ୍ୟେକ ଦିନ ଯେଉଁ ଅଭିଯୋଗ ଆସୁଛି ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି ସେ ଯେତେ ବଡ଼ ଅଧିକାରୀ ହେଇଥାଏ। ଏବଂ ରାଜସ୍ୱ ବିଭାଗର ମନ୍ତ୍ରୀ ଭାବରେ ମଧ୍ୟ ମୋର ପ୍ରୟାସ ଚାଲିଛି ଯେ ନିଜେ ଉଦାହରଣ ସୃଷ୍ଟି କରିବା ପାଇଁ। ମୋର ଗ୍ରିଭାନ୍ସ ପ୍ରତ୍ୟେକ ଦିନ ହୁଏ। ଯେବେ ମୁଁ ଭୁବନେଶ୍ୱରରେ ଥାଏ ମୋର ଗ୍ରିଭାନ୍ସ ହୁଏ। ସମସ୍ତଙ୍କୁ ସସମ୍ମାନେ ଚୌକିରେ ବସାଯାଏ। ମୁଁ ନିଜେ ଛିଡ଼ା ହେଇକରି ଗୋଟେ ଚୌକି ପରେ ଆଉ ଗୋଟେ ଚୌକି ଯାଇକରି ସେମାନଙ୍କ ଠାରୁ ଦାବିପତ୍ର ଗ୍ରହଣ କରେ, ତାଙ୍କର ସମସ୍ୟା ଶୁଣେ, ଯେଉଁଟା ତୁରନ୍ତ କରିବା କଥା ଅଧିକାରୀମାନଙ୍କୁ ଫୋନ୍ କରିକରି ମଧ୍ୟ କରେ। ତେଣୁ ସମାଜରେ ସମସ୍ତେ ଉଦାହରଣ ସୃଷ୍ଟି କରିବା କଥା। ରାଜସ୍ୱ ବିଭାଗର ଅଧିକାରୀମାନେ ଆମକୁ ଖାଲି ନକାରାତ୍ମକ ଜିନିଷ ଦିଶୁଛି, ସକାରାତ୍ମକ କହୁନାହାନ୍ତି। ବହୁତ ଚମତ୍କାର କାମ କରୁଛନ୍ତି, ବିପରୀତ ପରିସ୍ଥିତିରେ କରୁଛନ୍ତି। ଏଇଭଳିଆ ଗୋଟେ ଅଳ୍ପ ବ୍ଲେକ୍ସିପ୍ ବୋଲି କହୁ ଆମେ ଇଂରାଜୀରେ, ଏଭଳିଆ ଅଧିକାରୀଙ୍କ ସଂଖ୍ୟା ବହୁତ କମ୍। ସାମଗ୍ରିକ ଭାବରେ ରାଜସ୍ୱ ବିଭାଗର ଆର୍ଆଇ ଅମିନ ଠାରୁ ଆରମ୍ଭ କରିକିରି ତା ଉପରକୁ ତହସିଲଦାର, ସବ୍ କଲେକ୍ଟର, କଲେକ୍ଟର, ଆର୍ଟିସି ଏବଂ ତଦୁର୍ଦ୍ଧ ये गोटे वर्ष भितर चमत्कार काम କରିଛନ୍ତି। ଆଉ गोटे वर्षर पूर्ति पर द्वितीय वर्ष होला बेलू ସେମାନଙ୍କ ସାଙ୍ଗରେ ମୁଁ କଥାବାର୍ତ୍ତା କରିଛି। କାଲି ମଧ୍ୟ ଆମେ ବର୍ଷକର ପ୍ରୋଗ୍ରେସ ରିପୋର୍ଟଟାକୁ ଉନ୍ମୋଚନ କଲା ବେଳକୁ ଏବଂ ରେଜିଷ୍ଟ୍ରେସନ ଆପ୍ଟାକୁ ଲଞ୍ଚିଂ କଲା ବେଳକୁ ମଧ୍ୟ ଏଠି ପଦସ୍ଥ ଅଧିକାରୀ ମାନେ ଦ୍ୱିତୀୟ ମହଲାର ମୁଖ୍ୟମନ୍ତ୍ରୀଙ୍କର ପ୍ରେକ୍ଷାଳୟରେ ଥିଲେ। जिलापाल माने, अतिरिक्त जिलापाल, उपजिलापाल, तहसीलदार एवं अन्य अधिकारी माने ऑनलाइन रे थिले। सेठी मध्ये सेमानकु मु परामर्श देइछि, धन्यवाद देइछि गोटे वर्षर चमत्कार काम पय एवं परामर्श देइछि जे आगामी वर्ष प्रथम वर्ष अपेक्षा आहुरी ढेर गुण रे बेसी काम करिया पय समस्त प्रस्तुत रहंतु। सेमानकु गोटे शब्द रे कहिछि धन्यवाद प्रथम वर्षर सेवा पय ए दिल मांगे मोर। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।